ଚାହିଁଲେ ଶାଶୁ ଘରେ ଆମର ସବୁଠୁ ବେଶୀ ନିଜର କିଏ ହେଇପାରିବେ କୁହନ୍ତୁ ତ? ଆମ ଯା। କାହିଁକି ନା ଯେମିତି ଆପଣ ପର ଘରୁ ଆସିଥାନ୍ତି, ସିଏ ବି ସେମିତି ଗୋଟେ ଅଜଣା ଘରୁ ଆସିଥାନ୍ତି। ଆଉ ଦୁଇ ଜଣ ଆସିକି ଗୋଟିଏ ଘରେ ନୂଆ ସମ୍ପର୍କଟିଏ ଗଢ଼ନ୍ତି। ଆପଣଙ୍କ ପରିସ୍ଥିତି ଯାହା ଥାଏ, ତାଙ୍କ ପରିସ୍ଥିତି ବି ସେଇଆ ଥାଏ। ଆପଣଙ୍କ ପାଇଁ ଯେମିତି ଘରଟା ନୂଆ ହେଇଥାଏ ପୁରା, ତାଙ୍କ ପାଇଁ ବି ସେମିତି ଘରଟା ପୁରା ନୂଆ ହେଇଥାଏ। ତ ଆପଣଙ୍କ ଦୁଃଖ କଷ୍ଟକୁ ଯେତେ ମାତ୍ରାରେ ସିଏ ବୁଝିପାରିବେ, ଫିଲ୍ କରିପାରିବେ, ସେମିତି ଆଉ କେହି ବି ଫିଲ୍ କରିପାରିବେନି। ଠିକ୍ କହିଲି ନା? ତ ଆଜି ମୋ ସାନ ଯା'ର ଘରକୁ ଆମେ ଆସିଥିଲୁ। ବାପା, ବୋଉ, ମୁଁ ଆଉ ମୋ ଯା ଆଉ ଆମ ଦୁଇ ଜଣଙ୍କର ଦୁଇଟା ଛୁଆ ସମସ୍ତେ ମିଶି ପଳେଇ ଆସିଲୁ। ଏଠି ଦେଖିପାରୁଥିବେ ମୋ ଯା'ର ଘର ସାମ୍ନାରେ ଗୋଟେ ଟ୍ରାକ୍ଟର ଥିଲା। ଆଉ କ୍ରିଷ୍ଣାକୁ ଗାଡ଼ି କେତେ ପସନ୍ଦ ଆପଣମାନେ ଜାଣିଛନ୍ତି। ସେ ଯାଇକି ସାଙ୍ଗେ ସାଙ୍ଗେ ଗାଡ଼ିରେ ଟ୍ରାକ୍ଟର ଉପରେ ବସି ଯାଇଥିଲା କି ମାମା ମୋର ବି ଫଟୋ ଉଠାଅ। ତ ମୋ ଯା'କୁ ସେଇଠି ଛାଡ଼ିକି ଆମେ ଶାଶୁ ଶ୍ୱଶୁର ମୁଁ ଆମେ ସମସ୍ତେ ବାହାରି ପଡ଼ିଥିଲୁ ଦେଓଝର ଯିବା ପାଇଁକି। ଦେଓଝର ତା ସହିତ ଆଉ ଗୋଟେ ଦୁଇଟା ଜାଗା ବି ବୁଲିଥିଲୁ। ସେ ସବୁର ଭିଡ଼ିଓ ଆପଣମାନଙ୍କୁ ଆଗକୁ ମୁଁ ନିଶ୍ଚିନ୍ତ ସେୟାର କରିବି, ସେଥିପାଇଁ ଗୋଟେ ଫଲୋଟେ କରିକି ଯାଆନ୍ତୁ। ତ ଯାହା ଘରକୁ ଗଲେ କୁହନ୍ତି ନା କି ଯା'ର ବାପଘର ମାନେ ଆମ ନିଜର ବାପଘର ଭଳି ଫିଲ୍ ହୁଏ ଆମକୁ। କାହିଁକିନା ସେଇଟା ଯେମିତି ଯାହା ହେଲେ ଯା ମାନେ ଆମର କ'ଣ କୁହନ୍ତି ତ, ଭଉଣୀ ନା, ବଡ଼ ହୁଅନ୍ତୁ କି ସାନ ହୁଅନ୍ତୁ, ଆମର ଭଉଣୀ ହିଁ ହେଇଥାନ୍ତି। ତ ତାଙ୍କ ଘରେ ଆପଣଙ୍କୁ ନିଜ ବାପଘର ଭଳିଆ ଫିଲିଂ ଆସେ। ତ ମୋ ସହିତ ବି ସେମିତି କିଛି ହେଇଥିଲା। ପ୍ରଥମ ଥର ମୁଁ ଯାଇଥିଲି ମୋ ସାନ ଯା ଘରକୁ। ତ ସେଠି ତାଙ୍କର ଥିଲେ ଖୁଡ଼ି ଥିଲେ, ତାଙ୍କ ବୋଉ ଥିଲେ, ତାପରେ ତାଙ୍କ ସାନ ଭଉଣୀ ଥିଲା। ବହୁତ ଭଲ ଲାଗିଥିଲା। ଏଇଠି ଦେଖନ୍ତୁ ଆମେ ପିକନିକ୍ ସାରିକି ଆସିକି ପୁଣି ମୋ ସାନ ଯା ଘରେ ପହଞ୍ଚି ଯାଇଥିଲୁ ତାକୁ ନେଇକି ଆମେ ଘରକୁ ଯିବା ବୋଲି। ତ ସନ୍ଧ୍ୟାବେଳକୁ ଆମେ ପହଞ୍ଚିଲା ବେଳକୁ ସମସ୍ତେ କେତେ ପ୍ରକାର ଆୟୋଜନ କରିଦେଇଥିଲେ। ବରା, ପକୁଡ଼ି, ତା ସହିତ ଚା। ହୁଏ ନା ଶାଶୁଘରୁ ଆମ ବାପ ଘରକୁ ଯଦି ଆମ ଶାଶୁଘର ଲୋକ ଆସନ୍ତି, ଯେତେ ପୁରୁଣା ହେଇଥିଲେ ବି ଟିକେ ଟିକେ ଡର ଡର ତ ଲାଗେ, ହଁ ନା? ମୋ ସାନ ଯା ତ ଏବେ ବାହା ହେଇଛି 2 ବର୍ଷ ହେଲା, କିନ୍ତୁ ମୁଁ ତ ବହୁତ ପୁରୁଣା ହେଇଗଲିଣି ନା। ତ ମୋତେ ବି ଏବେ ବି ଡର ଲାଗେ ଯେତେବେଳେ ମୋ ଶାଶୁ ଶ୍ୱଶୁର ଘରକୁ ଆସନ୍ତି ନା, ଟିକେ ଡର ଡର ଲାଗେ। କିଛି ଭୁଲ ନ ରହିଯିବା ଦରକାର, କିଛି କମି ନ ରହିଯିବା ଦରକାର। ତ ଏଇଠି ସେ ସବୁର ବ୍ୟବସ୍ଥା ଚାଲିଥିଲା। ଏଇଠି ତାଙ୍କ ଖୁଡ଼ି ଥିଲେ ଆଉ ବୋଉ ଥିଲେ। ବୋଉ ଆଉ ଖୁଡ଼ି ମୋତେ ବହୁତ ବହୁତ ଭଲ ପାଇବା ଦେଲେ। ସ୍ପେଶାଲି ବୋଉ ମୋତେ ଏମିତି କୁଣ୍ଢେଇ ପକାଉଥାନ୍ତି, ଖାଲି କହୁଥାନ୍ତି ମୋର 2 ଝିଅ, ମୋର 2 ଝିଅ, ମୋର 3 ଝିଅ, ଏମିତି କହୁଥାନ୍ତି। ମୋର 2 ଝିଅ ଗୋଟେ ଘରେ ଅଛନ୍ତି, ମୋର 2 ଝିଅ। ତ ଶୁଣିକିନା ଏତେ ଖୁସି ଲାଗୁଥାଏ। ଏଇଠି କ୍ରିଷ୍ଣା ତାଙ୍କ ଘରେ ଯାଇକି ସବୁ ଖୋଜାଖୋଜି କରିକି ଟର୍ଚ୍ଚଟା ଧରିକି ପଳେଇ ଆସିଲା, ଏଇଟା ନେଇକି ଆମେ ଯିବା। ତ ଫାଇନାଲି ବିଦାୟ ଟାଇମ୍ ଆସିଯାଇଥିଲା। ମୁଁ ଆମ କୁନି ଝିଅକୁ ଧରିକି ଏଠି ସମସ୍ତଙ୍କୁ ପ୍ରଣାମ କରିଦେଉଥିଲି। ଦେଖନ୍ତୁ ଏଠି ବୋଉ ମୋତେ କେତେ ଗେଲ କରିଦେଉଥିଲେ। ତ କହିଲେ ଝିଅରେ ରହିଛି, ସେ ତ ବହୁତ ବାଧ୍ୟ କରୁଥିଲେ